ଦଳ ଯେତେବେଳେ ଗତ ଦୀର୍ଘ 24 ବର୍ଷ କ୍ଷମତାରେ ରହିବା ପରେ ଦଳ ଶାସନ ମାନେ ପରାଜୟ ବରଣ କରିଛି ଏବଂ ପରାଜିତ ହବା ପରେ ବର୍ତ୍ତମାନ ବିରୋଧୀ ଦଳର ଭୂମିକା ନେଉଛି। ମୁଖ୍ୟ ବିରୋଧୀ ଦଳ ହିସାବରେ ବର୍ତ୍ତମାନ ସେ ତା ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ଦଳ ଭିତରେ ଯେତେ ବର୍ଷ କ୍ଷମତା ରହିବା ଫଳରେ ଦଳ ଯେତେବେଳେ କ୍ଷମତାଚ୍ୟୁତ ହେଇଛି ବା କ୍ଷମତାରୁ ବାହାରି ଯାଇଛି ସେତେବେଳେ ନିଶ୍ଚିତ ଭାବରେ ଗୁଞ୍ଜରଣ ସୃଷ୍ଟି ହେଇଛି ଏବଂ ଦଳ ଭିତରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ଏବଂ ସେଥିରେ ବର୍ତ୍ତମାନ ଯୋଉ ଗୋଟେ ଯେତେ ବଡ ଆଞ୍ଚଳିକ ଦଳ ଗୋଟେ ଏତେ ବର୍ଷ ରହିଥିଲା ସେ ଦଳରେ ଏଇ ଯୋଉ ଭିନ୍ନ ମତ ପ୍ରକାଶ ପାଉଛି ଏଇଟା ବି ଯାହାଫଳରେ କଥା କି ମୁଖ୍ୟ ବିରୋଧୀର ଯୋଉ ତୁଲେଇବାର କଥା ଦଳ କାରଣ ଦଳ ଭିତରେ ଏଇ ଯୋଉ ସାଂଗଠନିକ କିଛିଟା ଦୁର୍ବଳ ହେଇଛି। ଆପଣ ଯଦି ଗଣମାଧ୍ୟମ ଏକା ଦେଖିଥିବେ ଅନେକ ନେତା କର୍ମୀ ବିଭିନ୍ନ ଅଞ୍ଚଳରେ ରାଜ୍ୟକୁ କଲେ ବହୁତ ଛାଡ଼ି ଦଉଛନ୍ତି ଅନ୍ୟ ଦଳ ତେଣୁ ଏଇଭଳିଆ ଚିତ୍ର ବର୍ତ୍ତମାନ ରହିଛି ଏବଂ ଗୋଟେ ଯେହେତୁ ନବୀନ ଦଳର ସର୍ବୋଚ୍ଚ ଯେ କର୍ତ୍ତା ସିଏ ତାଙ୍କର ବିଧାନସଭାରେ ବେଶୀ ସମୟ ରହିପାରୁନାହାନ୍ତି ବୋଲି ଗୋଟେ ଗୁଞ୍ଜରଣ ହେଇଥିଲା। ବିରୋଧ ନେତା ହିସାବରେ ସେ ସମୟ ବିଧାନସଭା ନାହାନ୍ତି ତାଙ୍କର ଅନେକ ବାଧ୍ୟବାଧକତା ଭିତରେ ସିଏ କାର୍ଯ୍ୟ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଯଦି ଦେଖାଯିବ ଏଭଳି ମତ ଯୋଉ ପ୍ରକାଶ ପାଉଛି ଭିନ୍ନ ଭିନ୍ନ ମତ ଏଇଟା ଗୋଟେ ବଡ ଦଳରେ ଯେତେ ଗୋଟେ ବଡ ବୃହତ ଆଞ୍ଚଳିକ ଦଳ ସେଥିରେ ଏଭଳି ମତ ପ୍ରକାଶ ପାଇବାଟା ସ୍ୱାଭାବିକ ଏବଂ ସେଥିରେ ଭିନ୍ନ ଭିନ୍ନ ସ୍ୱର ମଧ୍ୟ ଉଠୁଛି। ବିଶେଷ କରି ଯୋଉ କ୍ଷମତା କେନ୍ଦ୍ର ଆପଣ ଜାଣିଥିବେ 24 ବର୍ଷ ପରେ ଯେତେବେଳେ ନିର୍ବାଚନ ଗଲା ନିର୍ବାଚନ ପୂର୍ବରୁ ଦଳ ଏବେ ଗୋଟେ ପ୍ରଭାବଶାଳୀ ନେତା ହିସାବରେ ଯାହାକୁ ପ୍ରୋଜେକ୍ଟ କରାହେଇଥିଲା ସେ ନିର୍ବାଚନ ପ୍ରଚାର ବି ମଙ୍ଗ ଧରିଥିଲେ ଏବଂ ସେ ଯୋଉ 5T ମାଧ୍ୟମରେ ମଧ୍ୟ ପ୍ରଶାସନ ଏବଂ ସେପଟେ ମଧ୍ୟ ଦଳୀୟ ସଂଗଠନ ଉଭୟ କ୍ଷେତ୍ରରେ ଗୋଟେ ପ୍ରଭାବଶାଳୀ ଭୂମିକା ପାଣ୍ଡିଆନ ଗ୍ରହଣ କରିଥିଲେ ଏବଂ ସେଥିପାଇଁ ମଧ୍ୟ କିଛି ନେତାବିଦ ଅସୁଖୀ ଥିଲେ ଏବଂ ଦଳ ବି ଯେହେତୁ ପରାଜିତ ହେଲା ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ତେଣୁ ତାଙ୍କ ଉପରେ ତାଙ୍କ ନେତୃତ୍ୱ ବା ସେ କାଳେ ଲୋକ କିଛି କର୍ମୀ ଏବଂ ନେତାଙ୍କ ମତ ହଉଛି ଯେ ସେ ଆଉ କେବଳ ନବୀନ ବାବୁ ହଉଛନ୍ତି ଦଳର ସୁପ୍ରିମୋ ଆଉ କୌଣସି ଶକ୍ତି ଦଳ ଭିତରେ ନାହିଁ ଆଉ କୌଣସି କ୍ଷମତା କେନ୍ଦ୍ର ଏଥିରେ ନାହିଁ। ତେଣୁ ଏଇଭଳିଆ ପ୍ରଶ୍ନ ଉଠୁଛି ନବୀନ ବାବୁ କାହାକୁ ଉତ୍ତରାଧିକାରୀ କରିବେ ଏଇଟା ମଧ୍ୟ ଗୋଟେ ପ୍ରଶ୍ନ ଉଠୁଛି। ତେଣୁ ଏ ଦଳ ବର୍ତ୍ତମାନ ମୋଟାମୋଟି ମୁଁ କହିବି ଗୋଟେ ଦ୍ୱନ୍ଦ୍ୱର ସମ୍ମୁଖୀନ ରହିଛି ଏବଂ ନେତୃତ୍ୱକୁ ନେଇ ଗୋଟେ ଯୋଉ ସଂଶୟ ଏବଂ ସନ୍ଦେହ ବାତାବରଣ ରହୁଛି ସେଇଟା ଗୋଟେ ବରାବର ରହୁଛି ଆଉ କିଏ ଆସିଯିବେ କି ଏବଂ ତାଙ୍କର ଉତ୍ତରାଧିକାରୀ ହେଇକିରି ଆଉ ପୁଣି ଯେହେତୁ ପାଣ୍ଡିଆନ ପରାଜୟର ସମ୍ମୁଖୀନ ପାଣ୍ଡିଆନଙ୍କ ନେତୃତ୍ୱ ଯୋଗେ ଦଳ ପରାଜିତ ହେଲା ବୋଲି କିଛି ଲୋକ ଅଭିଯୋଗ କରୁଛନ୍ତି। ଦେବାଶିଷ ସାମନ୍ତରାୟ ଏକା କିଛି ନେତା ଖୋଲାଖୋଲି ଗଣମାଧ୍ୟମ ସାମ୍ନାକୁ ବି ଆସୁଛନ୍ତି। ମୋଟାମୋଟି ଭାବରେ ଗୋଟେ ଦ୍ୱନ୍ଦ୍ୱ ଏବଂ ଇଏ ଭିତରେ ରହିଛି ସଂଶୟ ଭିତରେ ରହିଛି ଏବଂ ତାହା ଆଜି ଅବଶ୍ୟ ପ୍ରତିଷ୍ଠା ଦିବସରେ ତାଙ୍କର ଯୋଉ ଉତ୍ସାହ କିଛିଟା ପ୍ରକାଶ ପାଇଛି ସିଏ ହୁଏତ ଦଳକୁ କେତେ ଦୂର ଏକଜୁଟ ବା ଶକ୍ତିଶାଳୀ କରିବ ବା ନବୀନ ଯୋଉ ଗୁରୁମନ୍ତ୍ର ଆଜି ଶୁଣେଇଛନ୍ତି ତା କେତେ ଦୂର କର୍ମୀ ଏବଂ ନେତାଙ୍କୁ ପ୍ରଭାବିତ କରି ଐକ୍ୟ ମଧ୍ୟ ରଖିପାରିବ ଏଇଟା ଆଗାମୀ ଦିନେ ସ୍ପଷ୍ଟ ହବ। ସାର୍ ପ୍ରଭାତ ବିଶ୍ୱ ଗୋଟେ ବଡ ଅଭିଯୋଗ କରିଛନ୍ତି ଯେ ବବି ଦେବୀ ଅତନୁ ପ୍ରତାପ ସଞ୍ଜୟ ଏଇ ଯୋଉ ବଡ ବଡ ନେତା ସବୁ ସେ ତାଙ୍କ ନାଁ ଏମିତି ନେଇ କହିଛନ୍ତି ଯେ ଏମାନେ ସବୁ ଦଳ ଭିତରେ ଗୋଟେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ଆଉ ନବୀନ ପଟ୍ଟନାୟକଙ୍କୁ ସେ ମାନେ ଗୋଟେ ଠିକ ରାସ୍ତାରୁ ଭୁଲ ରାସ୍ତା ନେଉଛନ୍ତି ୟାକୁ ନେଇ କଣ କହିବେ ସାର୍? ନାଇଁ ସେଇଟା ଖାଲି ସେମାନେ କଥା ହଉଛି ଦୁଇଟି କଥା ଏମାନଙ୍କୁ ତ କୁହାଯାଉଛି ଦଳ ଯୋଉମାନଙ୍କ ନାମ ଉଚ୍ଚାରଣ କଲେ ଏବଂ ଯାହାଙ୍କ ବିଷୟରେ ପ୍ରଭାବ ବିଶାଳ ଅଭିଯୋଗ କରୁଛନ୍ତି ସେଇମାନେ ତ ଦଳର ହଉଛନ୍ତି ମଙ୍ଗଧର କହିବାକୁ ଗଲେ ସେଇମାନେ ଯୁବ ନେତୃତ୍ୱ ସେଇମାନଙ୍କ ଦ୍ୱାରା ବର୍ତ୍ତମାନ ଦଳ ପରିଚାଳିତ ବି ହଉଛି। ତେଣୁ ସେମାନେ ବର୍ତ୍ତମାନ ଦଳର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଭଳିଆ କାମ କରୁଛନ୍ତି। ତେଣୁ ପ୍ରଭାତ ବିଶାଳ କହିଲେ ମଧ୍ୟ ତାଙ୍କୁ ଛାଡ଼ି ବିଜୁ ଜନତା ଦଳ ଅଗ୍ରସର ହେଇପାରିବ ତ ଏ ପ୍ରଶ୍ନ ଗୋଟେ ବଡ ମୌଳିକ ପ୍ରଶ୍ନ। ସେ କହୁଛନ୍ତି ଯେ ଏଇ ଯୋଉ ବରିଷ୍ଠ ନେତାମାନେ ଅଛନ୍ତି ଯେ ବବି ହୁଅନ୍ତୁ ଦେବୀ ହୁଅନ୍ତୁ ଅତନୁ ପ୍ରତାପ ଏମାନେ ସବୁ ହାରି ଯାଇଥିବା ନେତା ଆଉ ଏମାନେ ଦଳ ବିଷୟରେ ମୁଣ୍ଡ ପୁରାନ୍ତୁ ନାହିଁ କଣ କହିବେ ସାର୍ ୟା ଉପରେ? ତାଙ୍କର ସମସ୍ତେ ହାରିଛନ୍ତି ସେମିତି ଦେଖିବାକୁ ଗଲେ ପୁରୁଣା ନେତାଙ୍କ ଭିତରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କୁ ଛାଡ଼ିଦେଲେ ବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଳ୍ପ କେତେ ଜଣ ବିଜୟୀ ହବା ଛଡା ବାକି ସବୁ ନେତା ତାଙ୍କ ହାରିଛନ୍ତି ଏବଂ ଦଳ ତ ଘୋର ପରାଜୟର ସମ୍ମୁଖୀନ ହେଇଛି।
ତେଣୁ ଏଭଳି ସ୍ଥିତିରେ ଆଉ ନବୀନ ବାବୁଙ୍କ ବୟସାଧିକ୍ୟ କାରଣ ଯୋଗୁଁ ସେ ତ ମୁଭ୍ କରିପାରୁନାହାନ୍ତି, ଯାଉନାହାନ୍ତି କୁଆଡେ, ସେ ତ ବିଧାନସଭାକୁ ଆସିପାରୁନାହାନ୍ତି। ତେଣୁ ଏମାନଙ୍କ ଉପରେ ନିର୍ଭରଶୀଳ। ତେଣୁ ପ୍ରଭାତ ବିଶ୍ୱାଳ କହିଲେ ଠିକ ଅଛି, ପ୍ରଭାତ ବିଶ୍ୱାଳ କହିଲେ ଭୁଲ କଥା କହୁନାହାନ୍ତି, କିନ୍ତୁ କଥା ହେଉଛି ଏମାନେ ଗତ ନିର୍ବାଚନରୁ ଅବଶ୍ୟ ଅନେକ ବିବାଦରେ ସନ୍ଧି ହେଇଥିଲେ ଏବଂ ଏମାନଙ୍କର ପାଣ୍ଡିଆନଙ୍କ ଲୋକ ବୋଲି ମଧ୍ୟ ଧରା ଯାଉଥିଲା। ସେମାନେ ପାଣ୍ଡିଆନଙ୍କର ସେଇମାନଙ୍କ ନେତୃତ୍ୱରେ ପାଣ୍ଡିଆନ ଇଏ ନଉଥିଲେ, ପ୍ରଚାର ମଙ୍ଗ ଧରିଥିଲେ ଏବଂ ଏମାନେ ହଉଛନ୍ତି ଦଳ ମୁଖ୍ୟ ନେତା ଭାବେ ଗଣ୍ୟ ହଉଥିଲେ। ସମସ୍ତେ ହାରିଛନ୍ତି। ତେଣୁ ମୋଟାମୋଟି ମୁଁ ତ କହିବି ତାକୁ ଛାଡ଼ିକିରି ମଧ୍ୟ କିଛି ପ୍ରଭାତ ବିଶ୍ୱାଳ ଯୋଉ କହିଲେ ତାର ବାସ୍ତବତା ଆପଣ ଅନୁଭବ କରିବାକୁ ପଡ଼ିବ। ମତ ଯଥାର୍ଥ ହେଇପାରେ କିନ୍ତୁ ବାସ୍ତବତା ଭିନ୍ନ। ପ୍ରଭାତ ବିଶ୍ୱାଳ ଆଉ ଗୋଟେ କଥା କହିଛନ୍ତି ଯେ ପାଣ୍ଡିଆନ ଦପନ୍ତି ଦଳ ପାଇଁ ବହୁତ କାମ କରିଛନ୍ତି, କିନ୍ତୁ ଗୋଟେ ଗୋଷ୍ଠୀ ଯେତେବେଳେ ପାଣ୍ଡିଆନ ଦପନ୍ତିକି ବିରୋଧ କରୁଛନ୍ତି ସେତେବେଳେ ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ ସୁଜାତା କାର୍ତ୍ତିକେୟନ ଦଳ ପାଇଁ ବହୁତ କାମ କରିଛନ୍ତି, ତାଙ୍କୁ ରାଜ୍ୟପାଳ ପଠାଯାଉ। ଏଇଟା ସାର୍ ଦଳ ଭିତରେ ପୁଣି ଗୋଟେ ବିଦ୍ରୋହ କଥା ଉଠିବ ନା ନାଇଁ? ରାଜ୍ୟ ନେତୃତ୍ୱ ଦଳକୁ କହୁଛନ୍ତି ସୁଜାତାଙ୍କୁ ସୁଜାତା କାର୍ତ୍ତିକେୟନକୁ ରାଜ୍ୟସଭା ପଠାଇବାକୁ ପ୍ରଭାତ ବିଶ୍ୱାଳ କହୁଛନ୍ତି। ଶୁଣନ୍ତୁ, ତାଙ୍କର ଗୋଟେ ଆସନ ନିଶ୍ଚିତ ଭାବରେ ସେ ଜିତି। ବର୍ତ୍ତମାନ ଯାହା ସଂଖ୍ୟା 50 ତାଙ୍କର ଆସନ, ଜଣେଙ୍କ ଜିତିବାକୁ ହେଲେ ମିନିମମ୍ ସର୍ବନିମ୍ନ 30-32 ଆସନ ଖାଲି ହଉଛି। ଶାସକ ଦଳ 2ଟି ଆସନ ନିଶ୍ଚୟ ପାଇବ। ଆଉ ଦ୍ୱିତୀୟ ଆସନଟି ନିଶ୍ଚିତ ଭାବରେ ଯୋଉ ଗୋଟେ ଆସନ ବିଜୁ ଜନତା ଦଳ ପାଇବ, ଏତେ ସନ୍ଦେହ ନାହିଁ। କିନ୍ତୁ ଦ୍ୱିତୀୟ 2ଟି ଆସନ ସେ ପାଇପାରିବେନି। ତେଣୁ ଗୋଟିଏ ଆସନ ଯାହା ଚାହିଁବେ ପାର୍ଟି ସୁପ୍ରିମୋ ସିଏ ତାଙ୍କୁ ପଠେଇବେ ଏବଂ ମୁଁ ତ ଭାବୁଛି ସମ୍ଭାବନା ଯଥେଷ୍ଟ ଅଛି। ସେ ଯୋଉ କହିଲେ ସେଇଟା କିଛି ବଡ କଥା ନୁହଁ, ସେଟା ନିଶ୍ଚୟ ଇଏ ତାଙ୍କ ଜଣେ ଜିତିବାର ସମ୍ଭାବନା ଅଛି। ସୁଜାତା କାର୍ତ୍ତିକେୟନକୁ ପଠେଇବା ପାଇଁ ସେ ଯୋଉ କହିଛନ୍ତି, ହୁଏତ ସେଇ ଚଳ୍ପନା ହଉଛି, ଚାରିଆଡେ ଚର୍ଚ୍ଚା ବି ହଉଛି। ତେଣୁ ସେ ଚର୍ଚ୍ଚାଟାକୁ ସେ ପରିପ୍ରକାଶ କରିଦେଇଛନ୍ତି ତାଙ୍କ ମତାମତଟାକୁ। ଆଉ ହୁଏତ ସେଇଟା ଶେଷ ମୁହୂର୍ତ୍ତରେ ଜଣା ପଡିବ ସୁପ୍ରିମୋ କାହାକୁ ଚାହୁଁଛନ୍ତି, ନବୀନ କାହାକୁ ପଠାଉଛନ୍ତି। ଯେହେତୁ ବର୍ତ୍ତମାନ ସୁଦ୍ଧା ପାର୍ଟିର ଚାବିକାଠି ସୁପ୍ରିମୋଙ୍କ ହାତରେ ଏବଂ ସେ ସର୍ବୋଚ୍ଚ ନେତା, ଦଳର ସେ ସର୍ବୋଚ୍ଚ ନେତା ହିଁ ରହିଛନ୍ତି। ଆଜି ମଧ୍ୟ ଆପଣ ଦେଖିବେ ତାଙ୍କର ଏଇ ନେତୃତ୍ୱ ମଧ୍ୟ ପ୍ରମାଣିତ ହେଇଛି ସେଠି ଯେ ତାଙ୍କୁ ସେ ରହିଛନ୍ତି ଏବଂ ଆଜି ଉଦ୍ବୋଧନ ମଧ୍ୟ ଦେଇଛନ୍ତି। ତେଣୁ ମୁଁ ଭାବୁଛି ସୁଜାତା ଯିବା କିଛି ଅସମ୍ଭବ ନୁହଁ ଏବଂ ସେ ଯିବାରେ କିଛି ଭୁଲ ନାହିଁ। ଜଣେ ମହିଳାଙ୍କୁ ଏବଂ ସେ VRS ନେଇଯାଇଛନ୍ତି, ଚାକିରିରୁ ମଧ୍ୟ ସେ ଅବସର ଯେହେତୁ ସ୍ୱେଚ୍ଛାକୃତରେ ନେଇସାରିଛନ୍ତି। ସେ ରାଜନୀତିରେ ଯୋଗ ଦେଇ କହିଲେ ଜଣେ ଯାଇପାରିବେ। ଅତୀତ ତ ଅନେକ ସୁଲତା ଦେବ ଯାଇଛନ୍ତି, ବହୁତ ଲୋକ ଯାଇଛନ୍ତି। ସେ ନ୍ୟାଚୁରାଲି ସେଇଟା କିଛି ବଡ କଥା ନୁହଁ, ସେ ଯାଇପାରନ୍ତି ବୋଲି ମୁଁ ହିଁ ଭାବୁଛି। ବରିଷ୍ଠ ନେତାମାନଙ୍କ ଭିତରେ ଯୋଉ ଏଇ କଥା ତାଳମେଳ ରହୁନାହିଁ, ଏହା ଯୋଉ ଆଜିର ଦିନରେ ଏଇଭଳି କଥା ସବୁ ଏହା କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଗୋଟେ ଅସନ୍ତୋଷ ସୃଷ୍ଟି କରିବ ନା ନାଇଁ ସାର୍? ହଁ, ଏ ତ ବର୍ତ୍ତମାନ ଦଳମାନ ଯାହା କଥା ଆରମ୍ଭରୁ କହୁଛି ବାରମ୍ବାର ଯେ ଦଳ ଭିତରେ ଦ୍ୱନ୍ଦ୍ୱ, ସଂଶୟ, ପରସ୍ପର ପ୍ରତି ଗୋଟାଏ ସନ୍ଦେହାତ୍ମକ ବାତାବରଣ, ଏଇସବୁ ଭିତରେ ଗୋଟେ ଦଳ ଚାଲିଛି। ଏବଂ ଗୋଟେ ଦଳ 24 ବର୍ଷ ଧରି ଗୋଟେ ଦଳ କ୍ଷମତାରେ ରହିବା ପରେ ସେ ଦଳ ଗଠିତ ହବା ପରଠୁ କ୍ଷମତାରେ ରହି ଆସୁଛି। ତେଣୁ ସିଏ ଗୋଟେ ଦଳ ସେ ବର୍ତ୍ତମାନ କ୍ଷମତାରେ ନାହିଁ। ତେଣୁ ବିରୋଧୀ ଦଳରେ କିଭଳି କାମ କରିବାକୁ ତାଙ୍କୁ ଜଣା ନାହିଁ। ବିରୋଧୀ ଦଳର ଭୂମିକା ସେ ଠିକ ତୁଲଉନାହାନ୍ତି ବୋଲି ମୋର ମତ। ବିରୋଧୀ ଦଳର ଯୋଉ ଭୂମିକାଟା ଅତ୍ୟନ୍ତ ଯାହା ହବା କଥା ଶାଣିତ, ସେଇଟା ତ୍ରୁଟି କିଛି ରହୁଛି, ଏତେ ସନ୍ଦେହ ନାହିଁ। ଏବଂ ସେ ଯେ ରହିଛି ପରସ୍ପର ପ୍ରତି ଅବିଶ୍ୱାସ ରହୁଛି, ସନ୍ଦେହ ରହୁଛି, ଓରଟଣା ରହୁଛି, ଅସୂୟା ରହୁଛି, ସବୁ ରହୁଛି। ତାକୁ କିଏ ଅସ୍ୱୀକାର କରିପାରିବେନି ଏଇଟା। କିନ୍ତୁ ସେ ଯେହେତୁ ଗୋଟେ ଶାସନ କ୍ଷମତାରେ ରହି ଦୀର୍ଘକାଳ ରହିବା ପରେ ଗୋଟେ ଦଳ ଯେତେବେଳେ ଶାସନ ହରେଇଛି, ତେଣୁ ଏବଂ ଦଳର ନେତୃତ୍ୱ ମଧ୍ୟ ଯାହାଙ୍କ ହାତରେ ରହିଛି ତାଙ୍କ ଗୋଟେ ବୟସ ବାର୍ଦ୍ଧକ୍ୟ ଯୋଗେ ଏବଂ ଅସୁସ୍ଥତା ଯୋଗେ ସେ ବି ମଧ୍ୟ ମୁଭ୍ କରିପାରୁନାହାନ୍ତି। ଷ୍ଟ୍ରଙ୍ଗ ଷ୍ଟେପ୍ ନେବାକୁ ମଧ୍ୟ ସେ ବେଳେ ବେଳେ ସକ୍ଷମ ହଉନାହାନ୍ତି, ଦୃଢ଼ ପଦକ୍ଷେପ। ତେଣୁ ଏଭଳି ଭାବରେ ମତ ପ୍ରକାଶ ପାଉଛି ଆଉ ଯାହା ପ୍ରକାଶ ସ୍ୱାଭାବିକ।